ଜୟ ଶ୍ରୀକୃଷ୍ଣ। ଖାଲି ହାତରେ ଆସିଥିଲେ ଓ ଖାଲି ହାତରେ ଚାଲିଯିବା। ଯାହା କିଛି ଆଜି ତୁମର ଗତକାଲି ଅନ୍ୟର ଥିଲା, ଆସନ୍ତାକାଲି ଆଉ କାହାର ହେବ। ତୁମେ ଏସବୁ ନିଜର ଭାବି ଦୁଃଖ ହେଉଛ। ବାସ୍ତବରେ ଏହା ତୁମର ଦୁଃଖର କାରଣ। ଆସନ୍ତାକାଲିକୁ କିଏ ବା ଦେଖୁଥାଏ? ଆସୁଥିବା ମୁହୂର୍ତ୍ତରେ କ'ଣ ବା ଘଟିବ କିଏ ବା ଜାଣିଥାଏ? ସେଥିପାଇଁ ମଣିଷ ହସୁଥିବା ଏହି ବର୍ତ୍ତମାନକୁ ହିଁ ଜୀବନ ବୋଲି କୁହାଯାଏ। ଯେତେବେଳେ ପ୍ରଭୁଙ୍କର କୃପା ହୁଏ, ସେତେବେଳେ ଅସହଜ କାମ ମଧ୍ୟ ସହଜ ହୋଇଥାଏ। ବର୍ଷ ବର୍ଷର ଶତ୍ରୁତା ଗୋଟିଏ ମୁହୂର୍ତ୍ତରେ ବନ୍ଧୁତାରେ ବଦଳିଯାଏ। ମଣିଷ ସଂସାରରୁ ଚାଲିଯିବା ପରେ ସମାଜ ତା ନାମକୁ ଭୁଲି ଯାଇପାରେ, କିନ୍ତୁ ତା କର୍ମକୁ ଭୁଲେ ନାହିଁ। ଜୀବନରେ ସବୁବେଳେ ଏମିତି କର୍ମ କରନ୍ତୁ, ଆପଣ ଜୀବିତ ଥିଲାବେଳେ ସଭିଏଁ ଆପଣଙ୍କୁ ଭଲ ପାଇବେ। ଆପଣ ସଂସାରରୁ ଚାଲିଯିବା ପରେ ମଧ୍ୟ ଆପଣଙ୍କୁ ସମସ୍ତେ ମନେ ରଖିବେ। ଯେପରି ଲେମ୍ବୁର ଗୋଟିଏ ବୁନ୍ଦା ହଜାର ଲିଟର କ୍ଷୀରକୁ ନଷ୍ଟ କରିଦିଏ, ସେହିପରି ମନୁଷ୍ୟର ଅହଙ୍କାର ହିଁ ତାର ସମସ୍ତ ସମ୍ପର୍କକୁ ନଷ୍ଟ କରିଦିଏ। ବନ୍ଧୁତା ସବୁବେଳେ କୃଷ୍ଣ ସୁଦାମାଙ୍କ ପରି କରନ୍ତୁ, ଆଉ ପ୍ରେମ ରାଧାକୃଷ୍ଣଙ୍କ ପରି। କୃଷ୍ଣ ସୁଦାମାଙ୍କ ବନ୍ଧୁତାରେ କେବେ ସର୍ତ୍ତ ନଥିଲା ଓ ରାଧାକୃଷ୍ଣଙ୍କ ପ୍ରେମରେ କେବେ ସ୍ୱାର୍ଥ ନଥିଲା। ଯେଉଁ ସମ୍ପର୍କରେ ସ୍ୱାର୍ଥ ବା ସର୍ତ୍ତ ନଥାଏ, ସେ ସମ୍ପର୍କ ଚିରକାଳ ପାଇଁ ରହିଥାଏ। କେତେବେଳେ କାହା ଆଗରେ ସଫେଇ ଦେବନି, କାରଣ ତୁମ ଉପରେ ଯାହାର ବିଶ୍ୱାସ ଅଛି ତାକୁ ଜରୁରୀ ନୁହେଁ, ଆଉ ଯାହାର ତୁମ ଉପରେ ଭରସା ନାହିଁ ସେ କେବେ ମାନିବ ନାହିଁ। ସବୁ ସମୟରେ ହସୁଥିବା ଲୋକ ଯଦି ମଝିରେ ମଝିରେ କାନ୍ଦିବାକୁ ଲାଗେ, ତେବେ ବୁଝିଯିବ କି କଷ୍ଟ ଶରୀରରୁ ନୁହେଁ, ମନରୁ ହୋଇଥାଏ। ଜୀବନରେ କେବେ ହେଲେ କାହାରିକୁ ଦୋଷ ଦେବା ଉଚିତ ନୁହେଁ, କାରଣ ଭଲ ଲୋକମାନଙ୍କଠାରୁ ଆମକୁ ଖୁସି ମିଳିଥାଏ, ଖରାପ ଲୋକମାନଙ୍କଠାରୁ କିଛି ଶିଖିବାକୁ ମିଳିଥାଏ।